हेलो भाई नमस्कार। ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଅନିଶ କ୍ରିଏସନ୍‌କୁ ଆପଣମାନଙ୍କୁ ପୁନଃ ସ୍ୱାଗତ। ଆଜି ଭିଡ଼ିଓଟି କରିବାର ଉଦ୍ଦେଶ୍ୟ ହେଲା ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଯେଉଁମାନେ ପରୀକ୍ଷା ଦେଇସାରିଛନ୍ତି ସେମାନେ ବର୍ତ୍ତମାନ ଅପେକ୍ଷାରେ ଥିବେ କେବେ ନୋଟିଫିକେସନ୍ ଆସିବ ଆମେମାନେ ହାୟର ସେକେଣ୍ଡାରୀ ସ୍କୁଲରେ ଆଡ଼ମିସନ୍ କରିବୁ। ଆଜି ସେଇମାନଙ୍କ ପାଇଁ ଭିଡ଼ିଓଟି ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ପ୍ରଥମେ ତ କହି ରଖୁଛି ଯେଉଁ ଅପେକ୍ଷାରେ କରିକି ରହିଛନ୍ତି ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ କେବେ ନୋଟିଫିକେସନ୍ ଆସିବ ଆପଣମାନଙ୍କ ପାଇଁ ଗୋଟେ ଖୁସି ଖବର। ନୋଟିଫିକେସନ୍ ଅଲରେଡ଼ି ଆସିଯାଇଛି। କେଉଁ ଦିନେ କ'ଣ କେବେ ଷ୍ଟାର୍ଟିଂ ହେବ ତାର ଫର୍ମ ଫିଲ୍ଅପ୍ ଅନଲାଇନ୍ରେ କେବେ ଫାର୍ଷ୍ଟ ସିଲେକ୍ସନ୍ ବା ଫାର୍ଷ୍ଟ ସିଲେକ୍ସନ୍ ମେରିଟ୍ ଲିଷ୍ଟ କେବେ ଆସିବ, ସେକେଣ୍ଡ ସିଲେକ୍ସନ୍ ମେରିଟ୍ ଲିଷ୍ଟ କେବେ ଆସିବ, କ୍ଲାସ୍ କେବେ ଷ୍ଟାର୍ଟ ହେବ ଆଉ କେବେ ଡକୁମେଣ୍ଟ ସବୁ ଭେରିଫିକେସନ୍ ହେବ, ଏସବୁ ଡିଟେଲ୍ସ ମୁଁ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଅବଗତ କରାଇବି। ଆପଣମାନେ ଭିଡ଼ିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ଅନୁରୋଧ। ଆସନ୍ତୁ ଆଜି ଆମେ ଆରମ୍ଭ କରିବା। ପ୍ରଥମେ DHSC ଓଡ଼ିଶା ତା ଯେଉଁ ନୋଟିଫିକେସନ୍ ବା ଅନଲାଇନ୍ ଆପ୍ଲାଏ କରିବା ପାଇଁ ସାଇଟ୍ଟି ଦେଇଛି ସେ ସାଇଟ୍ ନାଁ ଟିକେ ମନେ ରଖିବେ। ଯେଉଁ ସାଇଟ୍ ମାଧ୍ୟମରେ ଆପଣମାନଙ୍କର କଲେଜ ବା ଅନଲାଇନ୍ ଆପ୍ଲାଏ କରିବେ ହାୟର ସେକେଣ୍ଡାରୀ ସ୍କୁଲରେ +2 ଆଡ଼ମିସନ୍ କରିବା ପାଇଁ ସେ ସାଇଟ୍ଟି ମନେ ରଖନ୍ତୁ www.samsodisha.government.in। ଆଉ ଥରେ କହି ରଖୁଛି www.samsodisha.government.in। ଏହି ୱେବସାଇଟ୍ ମାଧ୍ୟମରେ ଆପଣମାନେ ଠିକ୍ ଆସନ୍ତାକାଲି ଠାରୁ ମାନେ 26 ମେରୁ ଦିନ 11ଟାରୁ ଆପଣମାନେ 30 ଜୁନ୍ 11:45 ରାତି 11:45 ପର୍ଯ୍ୟନ୍ତ ଆପଣମାନେ ଅନଲାଇନ୍ ଆପ୍ଲାଏ କରିପାରିବେ। ଆପଣମାନେ ସେଠି ଆପଣଙ୍କର ନାଁ ଦେବେ, ବାପା ମା ନାଁ ଦେବେ, ତାପରେ ଆପଣଙ୍କର ଆଧାର ନମ୍ବର ଦେବେ, ଆପଣଙ୍କର କାଷ୍ଟ ପକେଇବେ, ତାପରେ କେଉଁ କଲେଜ ବାଛିବେ। ବିଶେଷ କରି ଆପଣମାନଙ୍କୁ 30ଟି କଲେଜ ବାଛିବାକୁ 1 ରୁ 30 ପର୍ଯ୍ୟନ୍ତ, କିନ୍ତୁ ଆପଣମାନେ ମନେ ରଖିବେ ଧ୍ୟାନ ଦେବେ କେଉଁ କଲେଜରେ ଯେଉଁ ମାନେ ଆପଣଙ୍କ ସିଲେକ୍ସନ୍ ହେବ। ବିଶେଷ କରି ଆପଣ 1 ରୁ 5 ଭିତରେ ଯେଉଁ କଲେଜ ଦେଇଥିବେ ସେଇ କଲେଜ ମାନଙ୍କରେ ଆପଣଙ୍କର ସିଲେକ୍ସନ୍ ହେବ ମାର୍କ ଅନୁସାରେ। ଆପଣମାନେ ଭାବିବେନି ଯେ ମୁଁ 1 ରୁ 5 ସବୁ ବଡ଼ ବଡ଼ କଲେଜ ଦେଇଦେବି ମୋର ସିଲେକ୍ସନ୍ ହେଇଯିବ, ସେସବୁ ଭୁଲ ଧାରଣା। କଟଅଫ୍ ଅନୁସାରେ ଆପଣଙ୍କ କେତେ କଟଅଫ୍ ରହିଛି କେତେ ମାର୍କ ରହିଛି ମ୍ୟାଟ୍ରିକରେ ସେଇ ଅନୁସାରେ ଆପଣମାନେ କ'ଣ କରିବେ ନା ଆପଣମାନଙ୍କର କଲେଜ ଚୟନ କରିବେ ମାର୍କ ଦେଖିକି। ଆଉ ବିଶେଷ କରି 1 ରୁ 5 ଭିତରେ ଦେଇଥିବା କଲେଜ ଆପଣଙ୍କ ମାର୍କ ଅନୁସାରେ ସେଇ କଲେଜ ଗୁଡ଼ିକରୁ ଆପଣମାନଙ୍କର ହେବ ସିଲେକ୍ସନ୍। ସେଇ ଅନୁସାରେ 1 ରୁ 5 ଭିତରେ ଆପଣମାନେ ଦେଖି ଚାହିଁ କଲେଜ ଦେବେ। ଆଉ ଗୋଟେ କଥା କେବେ ଷ୍ଟାର୍ଟ ହେଉଛି ଫାର୍ଷ୍ଟ ମୁଁ କହି ରଖିଲି 26 ଆସନ୍ତାକାଲି ଠାରୁ ଷ୍ଟାର୍ଟ ହେବ ଅନଲାଇନ୍। ତାପରେ ଏଟା ସରୁଛି ଠିକ୍ ମାସେ ପାଖାପାଖି ଅନଲାଇନ୍ ଆପ୍ଲାଏ ଚାଲିବ 30 ଜୁନ୍ ପର୍ଯ୍ୟନ୍ତ ଚାଲିବ ରାତ୍ରି 11:45 ପର୍ଯ୍ୟନ୍ତ। ଆଉ ଫାର୍ଷ୍ଟ ମେରିଟ୍ ଲିଷ୍ଟ ଫାର୍ଷ୍ଟ ସିଲେକ୍ସନ୍ ମେରିଟ୍ ଲିଷ୍ଟ କେଉଁମାନେ କେବେ ପବ୍ଲିଶ ହେବ ନା 8 ଜୁଲାଇ 2026ରେ ଯିଏକି ଦିନ 11:45ରେ ଏଟା ପବ୍ଲିଶ ହେବ ଫାର୍ଷ୍ଟ ସିଲେକ୍ସନ୍ ମେରିଟ୍ ଲିଷ୍ଟ। ତାପରେ ଯେଉଁମାନେ ସିଲେକ୍ସନ୍ ହେବେ ଯେଉଁ କଲେଜରେ ଆଡ଼ମିସନ୍ କରିବା ପାଇଁ ସେମାନଙ୍କର ରିପୋର୍ଟିଂ ଡେଟ୍ ରହିବ 9 ଜୁଲାଇରୁ 15 ଜୁଲାଇ ପର୍ଯ୍ୟନ୍ତ। 9 ଜୁଲାଇରୁ 15 ଜୁଲାଇ ରାତି 9ଟା ପର୍ଯ୍ୟନ୍ତ ସେମାନେ ରିପୋର୍ଟିଂ କରିବେ ଯେ କଲେଜରେ ସେମାନେ ଆଡ଼ମିସନ୍ କରିବା ପାଇଁ ସିଲେକ୍ସନ୍ ହେଇଥିବେ। ମନେ ରଖୁଥିବେ ଡେଟ୍ ଗୁଡ଼ିକୁ। ତାପରେ ସେକେଣ୍ଡ ସିଲେକ୍ସନ୍ ଯେଉଁ ମେରିଟ୍ ଲିଷ୍ଟ ଆସିବ ଜୁଲାଇ 23 ତାରିଖ ଦିନ 3ଟା ବେଳେ ଆସିବ, ୱେବସାଇଟ୍ରେ ସବୁ ଉପଲବ୍ଧ ହେବ। ତାପରେ ସେକେଣ୍ଡ ସିଲେକ୍ସନ୍ ଯେଉଁ ମେରିଟ୍ ଲିଷ୍ଟ ଆପଣମାନେ ଯେଉଁମାନେ ସିଲେକ୍ସନ୍ ହେଇଥିବେ ଯେଉଁ କଲେଜରେ ସେ କଲେଜରେ ରିପୋର୍ଟିଂ କରିବେ ଠିକ୍ 24 ଜୁଲାଇରୁ 28 ଜୁଲାଇ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଆପଣମାନେ ଯାଇ ରିପୋର୍ଟିଂ ସେଇ ୱେବସାଇଟ୍ରେ କରିପାରିବେ। ତାପରେ ଫାର୍ଷ୍ଟ ସିଲେକ୍ସନ୍ ସେକେଣ୍ଡ ସିଲେକ୍ସନ୍ ସରିଲା ପରେ ଆଉ କିଛି ଯଦି ସିଟ୍ ଯଦି ବଳି ଯାଇଥାଏ ତାହେଲେ ଯେଉଁମାନେ ଚାହୁଁଥିବେ ସ୍ପଟ୍ରେ ଆଡ଼ମିସନ୍ କରିବା ପାଇଁ ସେମାନେ କଲେଜକୁ ଯାଇକି ଲଗ୍ଇନ୍ କରିକି ସେଇ ୱେବସାଇଟ୍ରେ ସ୍ପଟ୍ ଆଡ଼ମିସନ୍ ପାଇଁ ଆପ୍ଲାଏ କରିପାରିବେ। ସେଇଟା ସ୍ପଟ୍ ଆଡ଼ମିସନ୍ କରିବା ପାଇଁ ଆପଣମାନଙ୍କର ଚଏସ୍ ଲକିଂ କରିବାକୁ ପଡ଼ିବ। 30 ଜୁଲାଇ ଦିନ 11ରୁ ସେଇଟା ଷ୍ଟାର୍ଟ ହେବ। ତାପରେ ଲାଷ୍ଟ ଡେଟ୍ ଫର୍ ସବମିଶନ୍ ଅଫ୍ ଚଏସ୍ ଲକିଂ ଫର୍ ସ୍ପଟ୍ ଆଡ଼ମିସନ୍। ସ୍ପଟ୍ ଆଡ଼ମିସନ୍ କରିବା ଲାଷ୍ଟ ଡେଟ୍ ହେଉଛି ଚଏସ୍ ଲକିଂ କରିବାର 2 ଅଗଷ୍ଟ ରାତିରେ 11ଟା ପର୍ଯ୍ୟନ୍ତ ଆପଣମାନେ ୱେବସାଇଟ୍ରେ କରିପାରିବେ। ଆଉ ସ୍ପଟ୍ ଆଡ଼ମିସନ୍ ଯେଉଁମାନେ କରିଥିବେ ସେମାନଙ୍କ ପାଇଁ ଲାଷ୍ଟ ଯେଉଁ ଆସିଯିବ ଡାଉନଲୋଡ଼ିଂ ହେବ ଯେଉଁ ଇଣ୍ଟିମେସନ୍ ଲେଟର୍ 6 ଅଗଷ୍ଟ ଦିନ 2ଟାରେ ଆରମ୍ଭ ହେଇଯିବ। ତାପରେ ଆମର ରିପୋର୍ଟିଂ ହେବ ଫାର୍ଷ୍ଟ ସ୍ପଟ୍ ସିଲେକ୍ସନ୍ ଆଣ୍ଡ ଆଡ଼ମିସନ୍ ଅପଡେଟେସନ୍ 7 ତାରିଖରୁ ଅଗଷ୍ଟ 7ରୁ ଅଗଷ୍ଟ 12 ଭିତରେ ଆମର ଯେଉଁ ସ୍ପଟ୍ ଆଡ଼ମିସନ୍ ଆରମ୍ଭ ହେବ। ତାପରେ
क्लास के आरंभ हो ना ठीक क्लास जुलाई 23 तारिख रु हमर आरंभ हो जिवो जुलाई 23 रु मानता हो कि अगस्त मास पर्यंत स्पॉट एडमिशन चले कि फर्स्ट सेकंड सिलेक्शन सॉरी फर्स्ट सिलेक्शन सरी गला परे पाखापाखि सेकंड सिलेक्शन फर्स्ट सिलेक्शन मझा मझी पीरियड टाइम हम क्लास स्टार्ट होवार प्रोसेसिंग होवार चिठी अछि किंतु व्यस्त होवार नै आपण माने स्पॉट एडमिशन कर सारला परे आपण माने मध्ये जाई निजर क्लास करि परिबे आ मन रखंतु जो ऑनलाइन अप्लाई करिए प्लस 2 कॉलेज बा हायर सेकेंडरी स्कूल पढ़िया पई आपण माने ठीक आसंता काली माने मे 26 2026 दिन 11 ठारू आपण माने जून 30 2026 रात्रि 11:45 पर्यंत ऑनलाइन ने अप्लाई करि परिबे www.samsodisha.government.in आ जदी किछि इंफॉर्मेशन बा डाउट थाए मते कमेंट माध्यम रे मन कमेंट बॉक्स रे कमेंट करिए म आपन को संपूर्ण सहयोग करबी आशा करे वीडियो टा आपन मानु पई निहाती साहाय्य करिथिबो रहिली वीडियो जदी भल लागिथे लाइक शेयर सब्सक्राइब करिया भूलिया नै रहिली पुन देखाबो नेक्स्ट वीडियो रे नमस्कार।